ସ୍ୱାତି ଲଗ୍ନାର ନୂତନ କାର୍ଯ୍ୟକ୍ରମ ଅତିଥିଙ୍କ ସହ ଆଳାପକୁ ଆପଣଙ୍କୁ ସ୍ୱାଗତ କରୁଛି ସାର୍। ଆଜ୍ଞା ନମସ୍କାର। ନମସ୍କାର, ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଆଜିର ଶୁଭ ସନ୍ଧ୍ୟାରେ ସ୍ୱାଗତ। ଜୟ ଜଗନ୍ନାଥ। ସାର୍ ପ୍ରଥମେ ଆପଣଙ୍କର ପରିଚୟ। ମୁଁ ସୁରେନ୍ଦ୍ରନାଥ ଖଣ୍ଡୁଆଳ, ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ସଅଁପଡ଼ା ଗ୍ରାମର ଅଧିବାସୀ। 2001 ବ୍ୟାଚରୁ ଶିକ୍ଷକତା କରୁଛି। ମୋର ବ୍ରତ ଶିକ୍ଷକତା, ନିଶା କବିତା ଲେଖିବା। ନାମଟି ମୋହର ଅଧମ ସୁରେନ୍ଦ୍ର ବିଭୁ ପାଦରେ ସମର୍ପିତ। ଜଗନ୍ନାଥ ମୋର ପରମ ଆରାଧ୍ୟ, ଦିବ୍ୟ ଜ୍ଞାନ ଦାତା ଦେଖାନ୍ତି ପଥ। ଶିକ୍ଷକତା ବ୍ରତେ ରହିଛି ମୁହିଁ, କବିତା ଲେଖିବା ନିଶା ଅଟଇ। ନୟାଗଡ଼ ଜିଲ୍ଲା ନୂଆଗାଁ ମାଇଛେଳି ପଞ୍ଚାୟତ ସଅଁପଡ଼ା ଗାଁ। ଜନ ମାଟି ମୋ କରମ ମାଟି, ଯାହା ଲାଗି ଆଜି ଯଶୋ ଖ୍ୟାତି। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ବହୁତ ସୁନ୍ଦର, ନିଜର ନାମକୁ ଉପସ୍ଥାପନ, ନିଜର ପରିଚୟକୁ ସୁନ୍ଦର ଭାବରେ ଉପସ୍ଥାପନ କରିଛନ୍ତି। ଆଜ୍ଞା, ଆପଣ 2001 ମସିହାରୁ ଶିକ୍ଷକତା କରୁଛନ୍ତି ଏବଂ ବର୍ତ୍ତମାନ ନିଶା ଏବଂ ପେଶା ଦିଟାକ ଅଲଗା ଅଲଗା। ଗୋଟେ ନିଶା ତ କବିତା ଲେଖିବା, ଏହା କେବେଠୁ ଆରମ୍ଭ ହେଲା ଓ କେମିତି ଆରମ୍ଭ ହେଲା ବୋଲି ଆପଣ ଭାବିଲେ? କବିତା ଲେଖିବା ଇଏ ଗୋଟିଏ ପ୍ରେରଣା ମତେ ମିଳିଛି ମୋର ବାପାଙ୍କ ଠାରୁ, ଯିଏକି ଜଣେ ସଂକୀର୍ତ୍ତନ ଗାୟକ ଥିଲେ ଏବଂ ବିଭିନ୍ନ ଭକ୍ତି କବିତା ତାଙ୍କ ଠାରୁ ଶୁଣି ମୁଁ ଅନୁପ୍ରାଣିତ ହୋଇଥିଲି ଏବଂ ଦୀର୍ଘ 2 ବର୍ଷ ହେଲା କବିତା ମୁଁ ଲେଖିବା ଆରମ୍ଭ କରିଥିଲି, କିନ୍ତୁ ତାହାକୁ ଟିକେ ଲୋକଲୋଚନ କରିପାରିନଥିଲି। ଗତ ବର୍ଷ ଠାରୁ ଆମର ଫେସବୁକ୍, ହ୍ୱାଟ୍ସଆପ୍ ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ସହିତ ଜଡ଼ିତ ହେବା ପରେ ବର୍ତ୍ତମାନ ବିଭିନ୍ନ ମଞ୍ଚକୁ ମୁଁ ଯାଉଛି ଏବଂ ପରିଚିତ ହେଇପାରିଛି। ଆପଣ କହିଲେ ଆପଣ ପ୍ରଥମ ଆଗରୁ ଲେଖା ଲେଖି କରୁଥିଲେ, କିନ୍ତୁ ବର୍ତ୍ତମାନ 2 ବର୍ଷ ବା 2.5 ବର୍ଷ ହେଲା ବେଶୀ କିଛି ପ୍ରଚାର ପ୍ରସାର ହିସାବରେ ଏହା ଚାଲିଛି। ତ ବାସ୍ତବରେ କହିବାକୁ ଗଲେ କବିତା ଲେଖିଲା ବେଳକୁ କିଛି ଗୋଟେ ଆପଣ କବିତା ଲେଖିବାକୁ ବେଶୀ ଭଲ ପାଉଛନ୍ତି ନା ଗଳ୍ପ ଲେଖିବାକୁ ବେଶୀ ଭଲ ପାଉଛନ୍ତି? ପ୍ରଥମତଃ ସେ ଗୋଟେ ନିଆରା ଷ୍ଟୋରି ମୋ ଜୀବନରେ ଆସିଛି। ମୁଁ ଦୀର୍ଘ ବର୍ଷେ ହେଲା ମୋର ନିଜ ବାସସ୍ଥାନରୁ ଦୀର୍ଘ 20-25 କିଲୋମିଟର ଦୂର ଗୋଟିଏ ଅପନ୍ତର ଆଦିବାସୀ ଅଞ୍ଚଳରେ ମୋତେ ଗୋଟିଏ ସ୍କୁଲକୁ ପଠା ଦିଆଗଲା, ଯେଉଁଠାରେ କି ପାହାଡ଼ ପର୍ବତ ଘେରା ଆଦିବାସୀ ଅଧିଷ୍ଠିତ ଅଞ୍ଚଳ ଏବଂ ସେଇ ପାହାଡ଼ ପର୍ବତ ଘେରା ଆଦିବାସୀ ଅଞ୍ଚଳରେ ଯାଇକି ପହଞ୍ଚିବା ପରେ ତାର ପ୍ରାକୃତିକ ପରିବେଶ ମୋତେ ବିମୋହିତ କଲା ଏବଂ ସେଠାରେ ମୋର ପ୍ରଥମ ଲେଖା ଆରମ୍ଭ କଲି ପାହାଡ଼ି ତଳର କଥା, ଯାହାକି ବିଗତ ପଞ୍ଚୁପାଣ୍ଡବ ମହୋତ୍ସବରେ 3ଟି ପ୍ରୋଜ ଏବଂ ଗୀତ 2ଟି ଯାହାକି ସ୍ଥାନିତ ହୋଇଥିଲା। ତେଣୁ ସେ ଯେଉଁ ଆଦିବାସୀ ସଂସ୍କୃତି, ସେମାନଙ୍କର ପର୍ବ, ସେମାନଙ୍କର ଭାଇଚାରା, ସେମାନଙ୍କର ସ୍ନେହ ସମ୍ପର୍କ, ୟାକୁ ମୁଁ ପାଖରୁ ଦେଖିଲି ଏବଂ ମୋତେ ବହୁତ ଭଲ ଲାଗିଲା। ତାପରେ ମୁଁ ବିଭିନ୍ନ ଉପନ୍ୟାସ, ବିଭିନ୍ନ କବିଙ୍କର କାବ୍ୟ କବିତାକୁ ତାକୁ ପଢ଼ିବା ପାଇଁ ମନରେ ଆଗ୍ରହ ସୃଷ୍ଟି ହେଲା। ତେଣୁ ମୁଁ ପଢ଼ିବା ଦ୍ୱାରା ମୋତେ ସ୍ୱତଃ ମୋର ଭକ୍ତିର ଭାବ ସ୍ଫୁରଣ ହେଲା। ମୋର ଆରାଧ୍ୟ ପ୍ରଭୁ ଜଗନ୍ନାଥ, ସେ ଜଗନ୍ନାଥଙ୍କର କୃପା ମୋତେ ହେଲା, ଯାହାକି ପ୍ରତ୍ୟେକ ଦିନ ମୁଁ ସେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ 2 ପଦ କବିତା ଲେଖେ ଏବଂ ସମ୍ପୂର୍ଣ୍ଣ ଭାବରେ ସମର୍ପିତ। ସେ ମହାପ୍ରଭୁଙ୍କର ସନ୍ଦେଶ ବାର୍ତ୍ତା ଯାହା ଆସେ, ମୁଁ ତାକୁ ମୋର କଲମ ମୁନରେ ତାକୁ ମୁଁ ପରିପ୍ରକାଶ କରିଦିଏ। ଏଇଟା ବାସ୍ତବ କଥା ଆଜ୍ଞା। ଆମେ ଜଗନ୍ନାଥଙ୍କ ପାଖରେ ଯେତେବେଳେ ନିଜକୁ ସମର୍ପଣ କରିଦେବା ବା ତାଙ୍କର ଆଦେଶ, ତାଙ୍କ ନିର୍ଦ୍ଦେଶକୁ ମାନି ନେବା, ସବୁ କିଛି ସହଜ ହେଇପାରିବ। ସେ ଆଦିବାସୀ ଅଞ୍ଚଳ ହେଉ ବା ସହରାଞ୍ଚଳ ହେଉ, ଯୋଉଠି ନା କାହିଁକି ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ, ଏଇଟା ଯଦି ଆମ ମାନସିକ ସ୍ତରରେ ଆମେ ନିଜକୁ ପ୍ରସ୍ତୁତ ରଖିବା, ନିଶ୍ଚିତ ଭାବରେ ଯେତେ କଷ୍ଟ କାର୍ଯ୍ୟ ଆସିଲେ ମଧ୍ୟ ଆମେ ଏହା ସୁଚାରୁ ରୂପେ ତୁଲେଇ ପାରିବା। ତ ବର୍ତ୍ତମାନ
ଆମେ ଆଉ ଟିକେ କଥାବାର୍ତ୍ତା ନିଜର ଜୀବନ ଭିତରେ, ନିଜର ନିଶା ଏବଂ ପେଶା ଭିତରେ ଦୁଇଟାକୁ ମଧ୍ୟରେ ଟିକେ କଥାବାର୍ତ୍ତା ହବା। କେତେବେଳେ ହେଲେ କୋଉଠି କଷ୍ଟ ହେଇନି, ନାଇଁ ମୁଁ ଏଇ କବିତାଟା ଲେଖିଥିଲି କିନ୍ତୁ ପୋଷ୍ଟ କରିପାରିଲିନି, ଏହା କାହାକୁ ପସନ୍ଦ ଲାଗିଲାନି, ବା ଏଇଟାକୁ ଆଉ ଟିକେ ଭଲ କରିପାରିଥାନ୍ତି। ଯେତେବେଳେ ଆପଣ ପୁରୁଣା ପୁରୁଣା ନିଜର କବିତା ଗୁଡ଼ିକ ଲେଖିଛନ୍ତି ଏବଂ ତାହାକୁ ବର୍ତ୍ତମାନ ଦେଖୁଛନ୍ତି, ପଢୁଛନ୍ତି, ସେତେବେଳେ କିଛି ଏଇଭଳି ଅନୁଭବ ହୁଏନି, ନାଇଁ ମୁଁ ବର୍ତ୍ତମାନ ଆଉ ଟିକେ ଏଇ କବିତାଟା ଆଉ ଟିକେ ଭଲ ହେଇପାରିଥାନ୍ତା, ଏଇଭଳି ମନକୁ କେତେବେଳେ ଆସିଛି ନା ଆସିନାହିଁ? ନିଶ୍ଚିତ ଭାବରେ ମୋତେ ବିଭିନ୍ନ ସାହିତ୍ୟ ଅନୁଷ୍ଠାନର ଆଶରେ ଯୋଗଦାନ କରିବା ପରେ ବିଭିନ୍ନ କବି ପଣ୍ଡିତ ମାନଙ୍କର ଲେଖା ଗୁଡ଼ିକୁ ମୁଁ ବହୁତ ପଢିଥାଏ ଏବଂ ମୋତେ ଏଇ ପଢିବାର ଆଗ୍ରହଟା ମୋତେ ନୂଆ ନୂଆ ଲେଖିବା ପାଇଁ ପ୍ରେରଣା ଯୋଗେଇଥାଏ। ଯାହାକି ପ୍ରଥମେ ମୁଁ ଯାହା ଲେଖୁଥିଲି, ମୋର ଯେତିକି ଲେଖିବାର ଶୈଳୀ ଥିଲା, ବର୍ତ୍ତମାନ ମୁଁ ପାଖାପାଖି 1.5 ବର୍ଷ ଭିତରେ ବହୁତ କିଛି ପ୍ରେରଣା ପାଇଛି। ମାଟିର ବାସ୍ନା ସାହିତ୍ୟ ସଂସଦ, ଯାହାର ଜିଲ୍ଲା ସମ୍ପାଦକ ରହିଛି, ଜ୍ଞାନଗଙ୍ଗା ସାହିତ୍ୟ ଆସର ତୁଷାର ବଲାଙ୍ଗୀର, ଯାହାର ରାଜ୍ୟ ସମ୍ପାଦକ, ଏବଂ ଆମର ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ସାଙ୍ଗରେ ଜଡିତ ଅଛି। ତେଣୁ ପ୍ରତ୍ୟେକ କବିଙ୍କର ଲେଖାକୁ ମୁଁ ତନ୍ନ ତନ୍ନ କରିକି ପଢିଥାଏ ଏବଂ ପ୍ରତି ପୂଜା ପାର୍ବଣ ହଉ, ପ୍ରତ୍ୟେକ କ୍ଷେତ୍ରରେ ହଉ, ପ୍ରତ୍ୟେକ ଅନୁଷ୍ଠାନରେ ହଉ, ମୋର ଅନୁଭୂତିକୁ ମୁଁ ନିଖୁଣ ଭାବରେ ତାକୁ ସ୍ଥାନିତ କରିଥାଏ ଏବଂ ପୁରାତନ କବିତା ଗୁଡ଼ିକୁ ବର୍ତ୍ତମାନ ମୁଁ ଦେଖିଲେ ମୋତେ ପୁଣି ଟିକେ ତାକୁ ଟିକେ ସଂଶୋଧନ କରିବାକୁ ପଡିଥାଏ। କାରଣ ବିଭିନ୍ନ କବିଙ୍କର ସଂସ୍ପର୍ଶରେ ଆସିବା ପରେ ଭାଷା ଏବଂ ବିଭିନ୍ନ ରାଗରାଗିଣୀ ସେଗୁଡ଼ିକୁ ଟିକେ ସଂଶୋଧନ କରିଥାଏ। ମୁଖ୍ୟତଃ ଚୋଖୀ ରାଗରେ କବିତା ଗୁଡ଼ିକ ମୁଁ ଲେଖିଥାଏ। ରାଗ କଲ୍ୟାଣ ହାରି ଏବଂ ଆମର ବଙ୍ଗଳାଶ୍ରୀ, ଏସବୁ ଶିଶୁମାନଙ୍କ ପାଇଁ ଶିଶୁ କବିତା ମୁଁ ଲେଖିଥାଏ। ବିଦ୍ୟାଳୟରେ ତାକୁ ପ୍ରୟୋଗ କରିଥାଏ ପିଲାମାନଙ୍କ ଆଗରେ ଏବଂ ବିଦ୍ୟାଳୟ ସ୍ତରରେ ପ୍ରତ୍ୟେକ ଜାତୀୟ ପର୍ବ ଗୁଡ଼ିକରେ ମୋର କବିତା ଗୁଡ଼ିକ ମୁଁ ପିଲାମାନଙ୍କ ପାଖରେ ସେୟାର କରିଥାଏ ଏବଂ ମୋର କବିତା ଗୁଡ଼ିକ ମୁଁ ନିଜେ ଆବୃତ୍ତି କରିବା ପରେ ପିଲାମାନଙ୍କ ଠାରୁ ହଉ ବା ପାଠକ ମାନଙ୍କ ଠାରୁ ହଉ, ଶ୍ରୋତା ମାନଙ୍କ ଠାରୁ ଯେଉଁ ପ୍ରଶଂସା ଟିକେ ସାଉଣ୍ଡ ଥାଏ, ତାହା ମୋତେ ଆଗକୁ ବଢିବା ପାଇଁ ଦୁଇ ପଦ ଆହୁରି ସାହସ ଯୋଗେଇଥାଏ ଏବଂ ମୋତେ ପ୍ରେରଣା ଯୋଗେଇଥାଏ। ମୁଖ୍ୟତଃ ନିଶ୍ଚିତ ମୋର ଗୁରୁଜୀ ମାନେ, ଯିଏକି ନି- ଗୁରୁଜୀ ମାନଙ୍କ ଦ୍ଵାରା ମୁଁ ଟିକେ ଅନୁପ୍ରାଣିତ ବେଶୀ ହେଇଥାଏ। ନିଶ୍ଚିତ ଭାବରେ ଯେ କବିତା ବା କବି ମାନଙ୍କର ଖୁସି କେବଳ ପ୍ରଶଂସାରେ ହିଁ ଥାଏ। କେହି ଯଦି ଶୁଣି ଟିକେ ଭଲ କଲେ, ନାହିଁ ଭଲ ଲେଖା ହୋଇଛି, ଆହୁରି ଭଲ ହେଇ, ମାନେ ଏତେ ଖୁସି ଲାଗେ। ବା କିଛି ସଭା ମଞ୍ଚରେ ଆମେ ଯଦି କବିତା ଉପସ୍ଥାପନା କରୁଛେ, ତାପରେ ଶୁଣିଲା ପରେ 4-5ଟି ତାଳି ବାଜିଯାଏ, ତାହେଲେ ନିଶ୍ଚିତ ଭାବରେ ବହୁତ ଭଲ ଲାଗେ ଏବଂ ନିଜ ଜୀବନର ସାର୍ଥକତା କିଛି ନିଜ ସାର୍ଥକତା ଆସିଲା ବୋଲି, କବିତା ଲେଖିବାର ସାର୍ଥକତା ପାଇଲେ ବୋଲି ଅନୁଭବ ମଧ୍ୟ କରାଯାଏ। ଜୀବନରେ ସାର୍ ବର୍ତ୍ତମାନ ଏଇ ଯୋଉ ଜୀବନ ଚାଲିଛି, ଏଇ ଜୀବନ ଭିତରେ ବର୍ତ୍ତମାନ ଆପଣ ପେଶାରେ ତ ଶିକ୍ଷକତା କରନ୍ତି, ବର୍ତ୍ତମାନ ସାହିତ୍ୟକୁ କେବଳ ପେଶା କରିକି ବଞ୍ଚି ହବ କି? ଆଉ ଥରେ ରିପିଟ କରନ୍ତୁ, ମୁଁ କହିବା କଥା ଶୁଣିପାରିଲିନି। ସାହିତ୍ୟକୁ ସାହିତ୍ୟ ପେଶା କରିକି ବଞ୍ଚି ହବ କି? ନିଶା ତ ସମସ୍ତଙ୍କର ଥାଏ, ନିଶା ପେଶା ଦିଟାକ ଅଲଗା ଅଲଗା, ଯାହା ଫଳରେ ଆପଣଙ୍କର ଆର୍ଥିକ ସ୍ୱଚ୍ଛଳତା ରହିଛି, ଯାହା ଫଳରେ ଏଇ ନିଶ୍ଚିତ ଭାବରେ ବର୍ତ୍ତମାନ ବ୍ୟୟବହୁଳ ଯେହେତୁ ସମାଜରେ ଆମେ କୌଣସି କବିତା ଦେଖନ୍ତୁ, ମୁଁ 2 ବର୍ଷ ହେଲା ମୋର ବିଭିନ୍ନ କବିତା ଲେଖିଛି। ଅନେକ ଗୁଡ଼ିଏ କବିତା ଅଛି, ଭକ୍ତି କବିତା ଅଛି, ଆଧ୍ୟାତ୍ମିକ ଦିଗରେ ବହୁତ କବିତା ମୋର, ପାଖାପାଖି 60% ମୋର ଆଧ୍ୟାତ୍ମିକ କବିତା। ତାପରେ ପିଲାମାନଙ୍କର ଶିଶୁ କବିତା ଅଛି ଏବଂ ବିଭିନ୍ନ ପର୍ବପର୍ବାଣୀର, ବିଭିନ୍ନ ଯାନିଯାତ୍ରାର, ବିଭିନ୍ନ ସଂସ୍କୃତିକୁ ନେଇକି ବିଭିନ୍ନ କବିତା ଗୁଡ଼ିକ ଅଛି। ସେ କବିତା ଗୁଡ଼ିକୁ ଆମେ ଯଦି ତାକୁ ପୁସ୍ତକ ଆକାରରେ, ବହୁତ ପାଠକ ମାନେ କବିତା ଗୁଡ଼ିକୁ ପୁସ୍ତକ ଆକାରରେ ଚାହୁଁଛନ୍ତି, କିନ୍ତୁ ବର୍ତ୍ତମାନ ଯାହା ବ୍ୟୟବହୁଳ, ପୁସ୍ତକ ଗୁଡ଼ିକୁ ଆମେ ଯଦି ବ୍ୟବସାୟ ଭିତ୍ତିକ କରିବା, ତାହେଲେ ମୁଖ୍ୟତଃ ସମାଜରେ ଆଦୃତ ହେଇପାରିବ, କିନ୍ତୁ ପାଠକ ମାନଙ୍କର ସଂଖ୍ୟା ଦେଖାଯାଉଛି କି ଟିକେ ଆଗ୍ରହ କମି ଯାଉଛି। ତେଣୁ ଯୁବପିଢି ହଉ ବା ଆମର ସମାଜକୁ ହଉ, ଆମେ ପ୍ରତ୍ୟେକ କବିତାରେ କିଛି କିଛି ବାର୍ତ୍ତା ଦେବା। ତେଣୁ ସାମାଜିକ ବାର୍ତ୍ତା ସଚେତନତା ନିହାତି ଆବଶ୍ୟକ। ପରିବେଶ ଉପରେ ହଉ ବା ବିଭିନ୍ନ ଘଟଣା ଉପରେ ହଉ, ଆମର ଭାଷା ଉପରେ ହଉ, ଆମେ ନିଶ୍ଚିତ ଭାବରେ ପ୍ରତି କବିତାରେ କିଛି ଜନଜାଗରଣ ଯଦି ଆଣିପାରିବା, ଲୋକମାନଙ୍କ ମନରେ ସଚେତନତାର ବାର୍ତ୍ତା ବାଣ୍ଟିବା, ନିଶ୍ଚିତ ଭାବରେ ପାଠକ ମାନେ ତାକୁ ଆଦୃତ କରିବେ ଏବଂ ତାକୁ ନିଶ୍ଚିତ ଭାବରେ ଆମେ
ଜୀବିକା ହିସାବରେ ମଧ୍ୟ ନେଇପାରିବା ସମାଜରେ ନିଶ୍ଚିତ ଭାବରେ ଯଦି ଧୈର୍ଯ୍ୟ ଧରିବାକୁ ପଡିବ। ଧୈର୍ଯ୍ୟ ଧରିଲେ ନିଶ୍ଚିତ ଭାବରେ ଆମେ ସଫଳତାର ଶୀର୍ଷରେ ପହଞ୍ଚି ପାରିବା। ନିଶ୍ଚିତ ଭାବରେ ସାର୍ ଆଉ ଗୋଟେ ଆମର ଶେଷ ପ୍ରଶ୍ନ ରହିବ। ଆଜିକାଲି ଯୋଉ ଯୁବପିଢି ଅଛନ୍ତି ବା ଯୋଉମାନେ ନୂତନ କରି ଯେ ଲେଖୁଛନ୍ତି, ଯୋଉମାନେ ନୂଆ ନୂଆ କବିତା ଲେଖୁଛନ୍ତି, ସେମାନଙ୍କ ପାଇଁ ଆପଣଙ୍କର କଣ ବାର୍ତ୍ତା ରହିବ, କଣ ଉପଦେଶ ରହିବ? ଯୁବପିଢି ମାନଙ୍କୁ ମୁଁ ଆହ୍ୱାନ କରୁଛି ଏବଂ ବାର୍ତ୍ତା ଦଉଛି ଯେ ସେମାନେ ନିଶ୍ଚିତ ଭାବରେ କବିତାକୁ, ଗୀତକୁ, ସଙ୍ଗୀତକୁ ଭଲ ପାଆନ୍ତୁ। ସମାଜ କଲ୍ୟାଣ ପାଇଁ ଯାହା ସବୁ ଆମେ କବୟିତ୍ରୀ ମାନେ ବିଭିନ୍ନ ଔପନ୍ୟାସିକ ଲେଖକ ଯାହା ସମାଜକୁ ବାର୍ତ୍ତା ଦଉଛନ୍ତି ତାକୁ ଟିକେ ପଢନ୍ତୁ, ହୃଦୟଙ୍ଗମ କରନ୍ତୁ ଏବଂ ଭଲ ପାଆନ୍ତୁ। ନିଶ୍ଚିତ ଭାବରେ ସମାଜରେ ଆମେ ନୂତନତ୍ୱ ଆଣିପାରିବା। ସେମାନଙ୍କ ମନରେ ସାହିତ୍ୟ ପ୍ରତି ନିଶ୍ଚିତ ଭାବରେ ସୃଷ୍ଟି କରିବା। ମାଟି ମାଆକୁ ଭଲ ପାଆନ୍ତୁ, ନିଜ ପରିବେଶକୁ, ସଂସ୍କୃତିକୁ ଭଲ ପାଆନ୍ତୁ। ନିଶ୍ଚିତ ଭାବରେ ଆମେ ଆମର ସମାଜ ନିଶ୍ଚିତ ଭାବରେ ଭଲ ଭାବରେ ଶୃଙ୍ଖଳିତ ଏବଂ ମାର୍ଜିତ ହେଇପାରିବ ବୋଲି ଆଶା କରୁଛି। ଏବଂ ନୂତନ ପିଢି ତାକୁ ଯଦି ଗ୍ରହଣ କରିବେ, ଆଦର୍ଶ ସମାଜ ଗଠନ ହେଇପାରିବ, ସୁସ୍ଥ ସମାଜ ଗଠନ ହେଇପାରିବ ଏବଂ ନିଶ୍ଚିତ ଭାବରେ ସାହିତ୍ୟର ବିକାଶ ଖୁବ୍ ଶୀର୍ଷକୁ ଯାଇପାରିବ। ଧନ୍ୟବାଦ ସାର୍ ଆପଣଙ୍କର ମତାମତ ପାଇଁ। ଆପଣଙ୍କ ସହିତ କଥାବାର୍ତ୍ତା ହୋଇ ବହୁତ ଭଲ ଲାଗିଲା। ପୁଣି ଥରେ ଯଦି ସୁଯୋଗ ମିଳେ ଆପଣଙ୍କ ସହିତ ପୁଣି ଥରେ ଏକ ବିସ୍ତୃତ ଆଲୋଚନା କରିବେ। ରହୁଛି ଆଜ୍ଞା, ନମସ୍କାର, ଜୟ ଜଗନ୍ନାଥ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ନମସ୍କାର।